ଧୃତରାଷ୍ଟ୍ରଙ୍କ 8ଟି ପାପ ଯାହା ଯୋଗୁଁ ସେ ପୋଡ଼ି ମୃତ୍ୟୁବରଣ କରିଥିଲେ। ଗାନ୍ଧାରୀଙ୍କ ସହିତ ବିଶ୍ୱାସଘାତକତା, ଗାନ୍ଧାରୀଙ୍କ ପରିବାରକୁ କାରାଦଣ୍ଡ, ଦାସୀ ସହିତ ସହବାସ, ପୁଅ ପ୍ରତି ପ୍ରେମ ହେତୁ ଯୁଦ୍ଧ ହୋଇଥିଲା। ଜଣେ ମହିଳାଙ୍କ ବସ୍ତ୍ର ଖୋଲିବା ଜାଣି ଧୃତରାଷ୍ଟ୍ର ସେତେବେଳେ ନୀରବ ରହିଥିଲେ। କୃଷକୁ ସମର୍ଥନ କରିଥିଲେ। ଭୀମଙ୍କ ମୃତ୍ୟୁ କାମନା କରିଥିଲେ। ପୂର୍ବ ଜନ୍ମର ପାପ ନିଜକୁ ଏମିତି ଗଢ଼ି ତୋଳନ୍ତୁ ଯେ କେହି ଆପଣଙ୍କୁ ଦୂରେଇ ଦେଲେ ମନ ଦୁଃଖ କରିବେନି, ବରଂ ନିଜକୁ ଏମିତି ଯୋଗ୍ୟ କରନ୍ତୁ ସିଏ ଆପଣଙ୍କୁ ଦେଖିବା ପରେ ନିଜକୁ ନିଜେ ପ୍ରଶ୍ନ କରିବ କି ମୁଁ ମଣିଷ ଚିହ୍ନିବାରେ ଭୁଲ କରିଦେଲି। ଯେ ଅଧିକ ଭଲର ଆଶା, ଥଣ୍ଡାରେ ଥରି ଥରି ପିମ୍ପୁଡ଼ି ଗରମ ଦିନ ଆସିବାର ଅପେକ୍ଷା କରୁଥାନ୍ତି। ପାଗ ବଦଳିବାର ଦେଖିବା ମାତ୍ରେ ସେମାନେ କାମରେ ଲାଗିଯାନ୍ତି। ଆପଣ ବି କଷ୍ଟକର ସମୟ ଦିନେ ସରିଯିବ ଭାବି ଭଲର ଆଶା ରଖିବା ଦରକାର। ସର୍ବଦା ସକାରାତ୍ମକ ରହିବା ହିତକର ଅଟେ। ଏକ ପୁରୁଣା କଥା ଅଛି, ଖରାପ ସମୟ ସବୁଦିନ ରହେନା, କିନ୍ତୁ ସାହସୀ ଲୋକ ସବୁବେଳେ ଦୃଢ଼ ରୁହନ୍ତି। କିଛି ସୁନ୍ଦର ବାଣୀ, କର୍ମ ପ୍ରତି ବିମୁଖ ହୁଅନ୍ତୁ ନାହିଁ। ଶରୀର କର୍ମ କଲେ ତାହା ହେବ ଭଗବାନଙ୍କ ନିମିତ୍ତ ସର୍ବୋତ୍ତମ ପ୍ରାର୍ଥନା। ଯେଉଁ ଭକ୍ତି କର୍ମ ଉପରେ ପ୍ରତିଷ୍ଠିତ ନୁହେଁ ତାହା ମୃତ, ନିରର୍ଥକ। ଜ୍ଞାନ ଉପରେ ପ୍ରତିଷ୍ଠିତ ନହେଲେ ଭକ୍ତି ଓ କର୍ମ ପୂର୍ଣ୍ଣାଙ୍ଗ ତଥା ଦାୟୀ ହୁଏ ନାହିଁ। ମାନବ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଦୁର୍ଗୁଣଗୁଡ଼ିକୁ ପରିତ୍ୟାଗ କରି ଆଦର୍ଶ ପୁରୁଷକାର ଅଧିଷ୍ଠାନ କରିବା ବ୍ୟକ୍ତି ଆର୍ଯ୍ୟ ଅଟେ। ଶିକ୍ଷାର ଅନ୍ୟ ଏକ ନୀତି ହେଲା ଅତି ନିକଟ ବସ୍ତୁଠାରୁ ଦୂର ବସ୍ତୁ ପର୍ଯ୍ୟନ୍ତ ଗବେଷଣା କରି ତତ୍ ସମ୍ପର୍କରେ ବିସ୍ତୃତ ଜ୍ଞାନ ଲାଭ କରିବା। ଶକ୍ତି ରୂପିଣୀ ଜନନୀଙ୍କ ପୂଜା ନ କଲେ ଆମ୍ଭେମାନେ ଶକ୍ତି ପ୍ରାପ୍ତ ହେବୁ ନାହିଁ। ଫଳ, ପୁଷ୍ପ, ବୃକ୍ଷ, ମୃତ୍ତିକା, ଧାତୁ ଏହି ସକଳ ମଧ୍ୟରେ ନିହିତ ଅଛି ଏକ ଆନନ୍ଦ, ଯାହାକୁ ଆମେ ଅନୁଭବ କରିବା। କାରଣ ସର୍ବତ୍ର ଶ୍ରୀକୃଷ୍ଣ ବାସ କରନ୍ତି। ଈର୍ଷା ଗୋଟିଏ ଅତି ଭୟଙ୍କର ବିଷ, ଯାହା ଅନ୍ତରାତ୍ମା ପକ୍ଷରେ ଅତି ମାରାତ୍ମକ। ଜୟ ଶ୍ରୀ ଜଗନ୍ନାଥ।